ଦର୍ଶକ ବନ୍ଧୁ ତ କେତେ ଦିନ ପରେ ବା କେତେ ଦିନର ଥରେ ବଦଳାଇବା ଦରକାର ଇନଭର୍ଟର ବ୍ୟାଟେରୀ ପାଣି କ'ଣ ଜାଣିଛନ୍ତି? ତ ଆସନ୍ତୁ ଜାଣିବା। ତ ଇନଭର୍ଟରରେ କେତେ ଦିନରେ କେବେ ଓ କେଉଁ ପାଣି ବ୍ୟବହାର କରିବେ ଜାଣନ୍ତୁ, ନଚେତ୍ ମାସେ ଭିତରେ ନଷ୍ଟ ହେଇଯିବ ଆପଣଙ୍କ ବ୍ୟାଟେରୀ। ତ ଯଦି ଘରେ ବିଦ୍ୟୁତ୍ ନଥାଏ ତେବେ ସେମିତି ଲାଗେ ଯେ ସମସ୍ତ କାମ ବନ୍ଦ ହୋଇଯାଇଛି। ବାରମ୍ବାର ବିଦ୍ୟୁତ୍ କାଟ ହେଲେ ଜଣେ ଇନଭର୍ଟର ବିନା ବଞ୍ଚିପାରିବ ନାହିଁ। ବିଶେଷ କରି ଗ୍ରୀଷ୍ମ ଋତୁରେ କରେଣ୍ଟ ଚାଲିଗଲେ ଆମକୁ ବିରକ୍ତ ଲାଗେ। ତେବେ ବର୍ତ୍ତମାନ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ଇନଭର୍ଟର ଅଛି। ଏହି କାରଣରୁ ବିଦ୍ୟୁତ୍ ଅଭାବ ଅଧିକ ଅନୁଭବ ହୁଏ ନାହିଁ। ତ ବାକି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପରି ଇନଭର୍ଟରକୁ ମଧ୍ୟ କେୟାରର ଆବଶ୍ୟକ ରହିଛି। ଯଦି ଏହାର ସଠିକ୍ ଯତ୍ନ ନିଆଯାଏ ନାହିଁ ତାହେଲେ ଏହା ତୁରନ୍ତ ନଷ୍ଟ ହୋଇଯିବ। ସଠିକ୍ ଭାବରେ ଚାଲିବା ପାଇଁ ଇନଭର୍ଟରରେ ପାଣି ଭରିବା ଆବଶ୍ୟକ। ବର୍ତ୍ତମାନ ଭାବନ୍ତୁ ନାହିଁ ଯେ ଏଥିରେ ସାଧାରଣ ଆରୋ କିମ୍ବା ଟ୍ୟାପ୍ ପାଣି ଭର୍ତ୍ତି କରିଯିବେ। ଇନଭର୍ଟରରେ ବ୍ୟାଟେରୀ ପାଇଁ କେବଳ ଡିଷ୍ଟିଲ୍ ପାଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଅନେକ ଲୋକ ଜାଣିଛନ୍ତି ଯେ ଏଥିରେ ଡିଷ୍ଟିଲ୍ ପାଣି ମିଶାଯାଏ, କିନ୍ତୁ ଆମ ଭିତରୁ ଅନେକ ଅଛନ୍ତି ଯେଉଁମାନେ ଜାଣିନାହାନ୍ତି ଯେ ଇନଭର୍ଟର ବ୍ୟାଟେରୀରେ କେତେ ଦିନ ଜଳ ଯାଞ୍ଚ କରିବା ଉଚିତ ଓ କେଉଁ ପାଣି ଯୋଗ କରାଯିବା ଉଚିତ, କାରଣ ସମୟ ସହିତ ଏହାର ପାଣି ବ୍ୟବହାର ଅନୁଯାୟୀ କମିବା ଆରମ୍ଭ ହୋଇଥାଏ। ପ୍ରତ୍ୟେକ ଇନଭର୍ଟରରେ ବ୍ୟାଟେରୀ ୱାଟର ଫିଲ୍ଡର ସ୍ତରର ଏକ ସୂଚକ ରହିଛି। ଯଦି ସୂଚକ ସବୁଜ ଚିହ୍ନରେ ଅଛି ତେବେ ଆପଣଙ୍କ ଇନଭର୍ଟରରେ ପର୍ଯ୍ୟାପ୍ତ ପରିମାଣରେ ଜଳ ରହିଛି। ଯଦି ଏହା ଏକ ଲାଲ ଚିହ୍ନ ଅଛି, ଏହି ଅର୍ଥ ହେଉଛି ଜଳ ଯାହା ହେବା ଉଚିତ ତାହା ତଳେ ଯାଇଛି ବା କମିଯାଇଛି। ଏହାକୁ ବଦଳାଇବା ଆବଶ୍ୟକ। ଯଦି ଜଳସ୍ତର କମି ରହିଛି ତାହା ଲାଲ ଚିହ୍ନ ଦ୍ୱାରା ଜଣାପଡ଼ିଯିବ। ଏହାର ଅର୍ଥ ପାଣି ଭରିବାର ସମୟ ଆସିଛି। କିନ୍ତୁ ପାଣି ଢାଳିବା ପୂର୍ବରୁ ନିଶ୍ଚିତ ଭାବେ ମନେ ରଖନ୍ତୁ ଯେ ଇନଭର୍ଟର ଓ ପାୱାର ସକେଟ୍ ବନ୍ଦ କରିକି ହିଁ ପାଣି ଢାଳନ୍ତୁ। ପ୍ଲଗ୍ ମଧ୍ୟ ବୋର୍ଡରୁ ବାହାର କରାଯାଇଛି କି ନାହିଁ ଚେକ୍ କରନ୍ତୁ, ଯାହାଦ୍ୱାରା କୌଣସି ପ୍ରକାର ଦୁର୍ଘଟଣା ଘଟିବ ନାହିଁ। ଏହା ବ୍ୟତୀତ ବ୍ୟାଟେରୀରେ ଡିଷ୍ଟିଲ୍ ପାଣି ଭରିବା ସମୟରେ ଗ୍ଲୋଭ୍ସ ନିଶ୍ଚିତ ଭାବେ ପିନ୍ଧନ୍ତୁ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା? ଯଦି ଭଲ ଲାଗିଥିବ ଲାଇକ୍ ନିଶ୍ଚିତ ଭାବେ କରନ୍ତୁ, ସବସ୍କ୍ରାଇବ୍ ବି କରିଦେବେ। ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।